ଆପଣଙ୍କ କାନରୁ ପୂଜ ବାହାରୁଛି କି? କାନ ଦରଜ ହେଉଛି? ଆପଣଙ୍କୁ ଶୁଭ ନାହିଁ ନା? ଆପଣ କାନ ପ୍ରତି ଯତ୍ନବାନ ହୁଅନ୍ତୁ। ଆପଣ ଜାଣିଛନ୍ତି ସେ ଯୋଉ କାନରୁ ପୂଜ ବା ତରଳ ପଦାର୍ଥ ବାହାରିବା ସମସ୍ୟାକୁ ଆପଣ ଯୋଉ କାନ ପାଚିବା କୁହାଯାଏ ବା ଇୟର ଇନଫେକ୍ସନ, କିଏ କିଏ କୁହନ୍ତି ଅଟାଇଟିସ୍ ମିଡିଆ କୁହାଯାଏ। ଏହା କାନ ଭିତରେ ବ୍ୟାକ୍ଟେରିଆ କିମ୍ବା ଫଙ୍ଗସ ସଂକ୍ରମଣ ଯୋଗୁଁ ହୋଇଥାଏ। ଏହାର ସିମ୍ପଟମ୍ କ'ଣ ଜାଣନ୍ତି? କାନରୁ ପୂଜ ବାହାରିବା, କାନ ଭିତରୁ ହଳଦିଆ, ଧଳା କିମ୍ବା ଦୁଗ୍ଧଯୁକ୍ତ ତରଳ ପଦାର୍ଥ ବାହାରିବା, କାନ ଯନ୍ତ୍ରଣା ହେବା, କାନ ଭିତରେ ପ୍ରବଳ ବିନ୍ଧା ଯନ୍ତ୍ରଣା ଅନୁଭବ ହେବା, କମ୍ ଶୁଣାଯିବା, କାନ ବନ୍ଦ ଲାଗିବା, ଶ୍ରବଣ ଶକ୍ତି ହ୍ରାସ ପାଇବା, କାନ କୁଣ୍ଡେଇ ହେବା, କାନ ଭିତରେ କୁଣ୍ଡେଇ କୁଣ୍ଡେଇ ସବୁ ନାଲ ପଡ଼ିଯିବା, କାନ ଭାରି ଲାଗିବା, ତା ଭିତରେ ଯେମିତି ପୋକ ପଶିଯାଇ ଭୁରୁ ଭୁରୁ କରେ ସେମିତି ଭୁରୁ ଭୁରୁ ଲାଗିବା, ଜ୍ୱର ହେବା। କିଛି ବିଶେଷ କରି ଛୋଟ ପିଲାଙ୍କ ଠାରେ ଜ୍ୱର ଆସିଥାଏ। ମୁଖ୍ୟ କାରଣ ହେଉଛି ଯେ କାନରେ ପାଣି ପଶିବା, ଗାଧୋଇବା ସମୟରେ ଯେତେବେଳେ ଆପଣ ପୋଖରୀ, ଗାଡ଼ିଆ ବା ନଦୀରେ ଯେତେବେଳେ ଆପଣ ଗାଧୋଉଛନ୍ତି, ସେ ବୁଡ଼ିବା ସମୟରେ କାନ ଭିତରକୁ ମଇଳା ପାଣି ପଶିଯିବା, ଅସଫା ଜିନିଷ ପୁରାଇବା। କିଛି କିଛି ଲୋକଙ୍କର ଅଭ୍ୟାସ ଥାଏ, ଯେତେବେଳେ କାଠିଟେ ପାଇଗଲେ କି ପେନ୍ଟା ପାଇଗଲେ ସେ ପେନ୍ଟାକୁ ଧରି କାନ ଭିତରେ ଏମିତି ବୁଲାଉଥିବେ। ତେଣୁ ସେ କାନରେ ଅସଫା ଜିନିଷକୁ ପୁରେଇଲେ, ଯେଉଁ କାଠି, ଚାବି କିମ୍ବା ଅସଫା ତୁଳା ପୁରାଇ କାନ ସଫା କରିବା ଦ୍ୱାରା କାନ ଭିତରେ ଦୂଷିତ ହୋଇ ସେ କାନ ପାଚିଯାଏ। ସର୍ଦ୍ଦି ଓ କାଶ ଦୀର୍ଘ ଦିନ ଧରି, ଥଣ୍ଡା, ଗଳା ଇନଫେକ୍ସନ ଯେଉଁ ସଂକ୍ରମଣ ରୁହେ କାନ ଭିତରକୁ ବ୍ୟାପିଯାଏ, ତା ଦ୍ୱାରା ମଧ୍ୟ କାନ ପାଚେ। କାନ ପରଦା କଣା ହେଇଯିବା, ଯେତେବେଳେ କାନ ପରଦା ବା ଇୟର ଡ୍ରମ୍ ପାରଫରେସନ ପୂର୍ବରୁ କାନ ପରଦା ଯେଉଁ ବାରମ୍ବାର ଯେଉଁ ଇନଫେକ୍ସନ ହେଇ ସିଏ କାନ ପରଦା କଣା ହେଇଯାଏ, ସେ ପରଦା କଣା ହେଇଗଲେ ମଧ୍ୟ ଇନଫେକ୍ସନ ହେଇ ସେ କାନ ପାଚିଥାଏ। ତାର ସାବଧାନତା କ'ଣ କରିବା? ତାର ପ୍ରତିଷେଧକ ଆମେ କ'ଣ ନେବା? କାନକୁ ଶୁଖିଲା ରଖନ୍ତୁ। ଗାଧୋଇବା ସମୟରେ କାନରେ ତୁଳାରେ ସାମାନ୍ୟ ଭେସଲିନ୍ ଲଗାଇ କାନ ବନ୍ଦ କରନ୍ତୁ, ଯେପରି ପାଣି ପଶିବ ନାହିଁ। ବିଶେଷ କରି କହିବା ପାଇଁ ଗଲେ ଗାଧୋଇବା ସମୟରେ ଆପଣ ଯତ୍ନବାନ ହେବେ ଯେମିତି କାନ ଭିତରକୁ ପାଣି ଯିବ ନାହିଁ। ତେଲ ବା ଗଛ ପତ୍ର ରସ, ଯେଉଁ ଗାଁରେ ସବୁ ଚିକିତ୍ସା, ସେ ଗଛ ପତ୍ର ରସ ବା ତେଲ ଏସବୁ ପକାନ୍ତୁ ନାହିଁ। କାନ ପାଚିଥିବା ସମୟରେ କାନରେ ସୋରିଷ ତେଲ ଗରମ କରିଦେବା ବା ରସୁଣ ତେଲ, ଗଛପତ୍ର ରସ ଆଦୌ ପକାନ୍ତୁ ନାହିଁ। ଏହା ସଂକ୍ରମଣକୁ ଆହୁରି ବଢ଼େଇ ଦେଇଥାଏ। କାନ ଭିତରେ କିଛି ପୁରାନ୍ତୁ ନାହିଁ। ଇୟରବଡ୍ସ କିମ୍ବା କୌଣସି ଶକ୍ତ ଜିନିଷରେ କାନ ସଫା କରିବାକୁ ଚେଷ୍ଟା କରନ୍ତୁ ନାହିଁ। ତାର ଟ୍ରିଟମେଣ୍ଟ ଯଦି ଆମେ ଦେଖିବା, ଆଣ୍ଟିବାୟୋଟିକ୍, ଇୟର ଡ୍ରପ୍। ଡାକ୍ତର କାନ ପରଦାର ସ୍ଥିତି ଦେଖି ସଠିକ୍ ଡ୍ରପ୍ ଲେଖିଥାନ୍ତି। ଆପଣ ଡାକ୍ତର ସହିତ ପରାମର୍ଶ କରନ୍ତୁ।